ଦେଖନ୍ତୁ ମୁଁ ଭବିଷ୍ୟତ ବକ୍ତା ନୁହେଁ। ମୁଁ କିନ୍ତୁ ଏତିକି ଜାଣିଛି ବର୍ତ୍ତମାନ ଉପରେ ବିଶ୍ୱାସୀ ପିଲାଟିଏ ମୁଁ। କିଛି କିଛି ବର୍ତ୍ତମାନ ଯୋଡି ହେଲେ ଭବିଷ୍ୟତ, କିଛି କିଛି ବର୍ତ୍ତମାନ ଫେଡି ହେଲେ ଅତୀତ। କଥା ଟିକେ ଭଲ କି ବୁଝନ୍ତୁ। ବର୍ତ୍ତମାନ ଯୋଉ ସମୟ ଅଛି 10 ମିନିଟ୍ ପୂର୍ବରୁ ସେ ସମୟ ନଥିଲା। ବର୍ତ୍ତମାନ ଏବେ ଆମେ ଯୋଉ କଥା କହୁଛେ 10 ମିନିଟ୍ ପରେ ମଧ୍ୟ ସେ ସମୟ ନଥିବ। ତେଣୁ ଯୋଉମାନେ ବିଜ୍ଞ ଲୋକ ସେମାନେ ଜାଣନ୍ତି ଯେ କିଛି ବର୍ତ୍ତମାନଟାକୁ ଭଲ କରିବା। ବିଜେଡିର ଅତୀତ ଭଲ, ବର୍ତ୍ତମାନ ବି ଭଲ, ତାହେଲେ ଭବିଷ୍ୟତ କାହିଁ ଖରାପ ହବ? ଏଇଠି ଆପଣଙ୍କୁ ଗୋଟେ ବଢିଆ କଥାଟିଏ କହିବି, ଯୋଉଟା ପ୍ରାକ୍ଟିକାଲ କଥା କହିବି, ମନରୁ କିଛି କହିବିନି। ଯୋଉଟା ଥରେ ଅନିଲ ସହିତ ମଧ୍ୟ ମୁଁ ଡିସ୍କସନ କରିଥିଲି। ଯୋଉଗୁଡ଼ିକ ବ୍ରାଣ୍ଡର କେବେ କ୍ଷୟ ନଥାଏ, ସାମୟିକ ହୁଏ। ଭାରତୀୟ ରାଜନୀତିରେ ନବୀନ ପଟ୍ଟନାୟକ ହେଉଛନ୍ତି ଗୋଟେ ବ୍ରାଣ୍ଡ। ସିଏ ଅନ୍ୟମାନେ ଆପଣ ଦେଖନ୍ତୁ, ଅନ୍ୟ ସବୁ ନେତା ମୁଁ ପ୍ରାୟ ସମସ୍ତଙ୍କୁ ଦେଖିଛି, ସମସ୍ତଙ୍କୁ ପରୀକ୍ଷା କରିଛି, ସମସ୍ତଙ୍କର ଯୋଉ କ୍ୟାରିୟର ଗ୍ରାଫକୁ ଦେଖିଛି, ସେମାନଙ୍କର ଉଦ୍ଦେଶ୍ୟକୁ ଦେଖିଛି। ଏ ସବୁ ଦେଖିଲା ଭିତରେ ଆପଣ ଜାଣିପାରିବେ ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଗୋଟେ ବ୍ରାଣ୍ଡ। ତ ତା ହାରି ଯାଇଛନ୍ତି, କଣ ହେଇଛି ସେଟା ଆପଣ ଯୋଉ ମନ ଭିତରେ ଆଶଙ୍କା ଅଛି, କଣ ତାର ଉତ୍ତର? ମୋର ଗୋଟେ ଆପଣ ମାନେ ବି ଜାଣିବେ, ଟାଟା କନସଲଟାନ୍ସି ସର୍ଭିସ TCS, ଇଏ ହେଉଛି ଟାଟାର IT ବ୍ରାଣ୍ଡ। ରତନ ଟାଟାଙ୍କର ଟାଟାର ବିଭିନ୍ନ କମ୍ପାନୀ ଅଛନ୍ତି। ଟାଟା କେମ୍ ଅଛି, ଟାଟା କଞ୍ଜ୍ୟୁମର ଅଛି, ଟାଟାର ଷ୍ଟିଲ ଅଛି, ବିଭିନ୍ନ କମ୍ପାନୀ ଅଛି। ତା ଭିତରୁ ତାର ବ୍ରାଣ୍ଡ ହଉଛି TCS। ଦିନେ ପଡିଗଲା ଷ୍ଟକ୍ ମାର୍କେଟରେ। TCS 4600 ଟଙ୍କା ଥିଲା, ଆସିଗଲା 2700 ଟଙ୍କାକୁ। ଭାବନ୍ତୁ, 4600 ଟଙ୍କାରୁ 2700 ଟଙ୍କାକୁ ପଳେଇ ଆଇଲା, ଷ୍ଟକ୍ ମାର୍କେଟରୁ ପଡିଗଲା ହେଲା। ସେତେବେଳେ ରତନ ଟାଟା ବଞ୍ଚିଥିଲେ ମଧ୍ୟ ସେ ଷ୍ଟକକୁ ଯେତେବେଳେ ପଡିଗଲା ତାକୁ ଅଟକେଇ ପାରିଲେ ନାହିଁ। ତେଣୁ ଏଇଟା ହଉଛି ଦୁନିଆର ନିୟମ। ଯେତେବେଳେ ଯୋଉଟା ପଡିବ, କିନ୍ତୁ ପୁଣି କଣ ହେଲା ନା, ଯେହେତୁ ଟାଟା ହଉଛି ଗୋଟେ ବ୍ରାଣ୍ଡ, ସେଥିପାଇଁ TCS ପୁଣି ଆଉ ଥରେ ରିକଭରି କଲା। ରିକଭରି କରିବା ପାଇଁ ମଧ୍ୟ ତାର ଯୋଉ IT ସେକ୍ସନଟାକୁ ସିଏ କଲା, ସେଥିରେ AI କଲା, ଡାଟା ସେଣ୍ଟର କଲା। ଡାଟା ସେଣ୍ଟର ଏବେ ହାଇଦ୍ରାବାଦର ସବୁଠୁ ପୃଥିବୀର ବଡ ଡାଟା ସେଣ୍ଟର ପ୍ରତିଷ୍ଠା କରିବ ହେଲା। ତ ଏଇ କଥା ଗୁଡ଼ିକ ସବୁ କଲା ପରେ ପୁଣି TCS ରିକଭର କଲା। ଏବଂ ବର୍ତ୍ତମାନ କଣ ହବ ନା, ଏଇ ଯୋଉ 4400 ଟଙ୍କା ଯୋଉ ଥିଲା, ଆପଣ ଦେଖିବେ TCS ସେ 4400 ଟଙ୍କାକୁ କ୍ରସ କରିଯିବ। ତେଣୁ ବ୍ରାଣ୍ଡର କେବେ ହେଲେ କ୍ଷୟ ନଥାଏ। ତେଣୁ ନବୀନ ପଟ୍ଟନାୟକ ହେଉଛନ୍ତି ଗୋଟେ ବ୍ରାଣ୍ଡ। ନବୀନ ପଟ୍ଟନାୟକଙ୍କର ବର୍ତ୍ତମାନ ଯୋଉ କହୁଛନ୍ତି ଆପଣ ହାରି ଯାଇଛନ୍ତି, କିଏ ଗୋଟେ ପଳେଇଲା, ଆରେ ସେଟା ହବ, ଏଟା ନ୍ୟାଚୁରାଲ। କିନ୍ତୁ ବ୍ରାଣ୍ଡର କ୍ଷୟ ହୁଏ ନାହିଁ, ଏବଂ ଯେତେବେଳେ ରିକଭର କରିବ ସେତେବେଳେ 113କୁ ଟପିଯିବ। ଯୋଉମାନେ ପଳଉଛନ୍ତି, ମନେକର ଯୋଉମାନେ ପଳେଇଲେ, ସେମାନେ କଣ ଭାବୁଛନ୍ତି? ସେ ନେତା ନୁହନ୍ତି। କାହିଁକି ନା, ନେତା ଯିଏ ସେ ସବୁବେଳେ ଭୋଟଟାକୁ ଦେଖିବ, ଲୋକଙ୍କର ସାଇକୋଲୋଜିଟାକୁ ଦେଖିବ। ଆଜି ଦରମା ଯେତେବେଳେ ବଢିଲା, ସେତେବେଳେ ଲୋକ ଆଶା କରୁଥିଲେ ଯେ ଲୋକଙ୍କ ଗୋଟିଏ ମାତ୍ର ଡିମାଣ୍ଡ ଥିଲା ଯେ ନବୀନ ବାବୁ ଏଟାକୁ ବିରୋଧ କରନ୍ତୁ। ଲୋକ ବାହାରିଲେ, ନବୀନ ବାବୁ ତାଙ୍କ କଥା ଶୁଣିଲେ, କହିଲେ ମୁଁ ନେବି ନାହିଁ ପଇସା। ତେଣୁ ଲୋକଙ୍କ ଇମୋସନ ସହିତ ନବୀନ ବାବୁ ଅଛନ୍ତି, ନବୀନ ପଟ୍ଟନାୟକ ଅଛନ୍ତି। ତେଣୁ ଯେତେବେଳେ ଗୋଟେ ଦଳର ଅତୀତ ବହୁତ ଭଲ ଏବଂ ବର୍ତ୍ତମାନଟା ବହୁତ ଭଲ, ଭବିଷ୍ୟତ ନିଶ୍ଚିତ ଭାବରେ ଭଲ ହବ। ଏବଂ ଯୋଉମାନେ ପଳଉଛନ୍ତି ସେମାନେ ଉଡା ପକ୍ଷୀ। ଆଜି ସେମାନେ ମୁଁ କହେ ଧନପାରା। ସେମାନେ ହେଲେ ଧନପାରା। ଏ ଡାଳରୁ ଏ ଚାଳରୁ ସେ ଚାଳରେ ବସନ୍ତି ଧନପାରା। ଆଜି ଏଇଠି ଖାଇବା ଅଛି, ସେଠି ବସିଲେ ପୁଣି ଆଉ ଗୋଟେ କୋଉଠି ଖାଇବା ମିଳିବ, ସେଇଠି ବସିବେ ଧନପାରା। ତେଣୁ ଧନପାରା ଉଡ଼ିକି ପଳେଇବେ, କିଛି ଅସୁବିଧା ନାହିଁ।